କହୁଛ ଫୋନରେ ଏତିକି ଶୁଣିକିରି ମୋ ଦିଅରକୁ ଡାକିକି ଆଇଲି ଶ୍ୱଶୁର ଏଠି କହୁଛି ଆଉ କଣ ଅଛି ମାନେ ଆମକୁ ପରିହାସ କରିକିରି ମୋ ଝିଅ ଚାଲିଗଲା କୋଉ ଶ୍ୱଶୁର ଯାଇ ଦେଖିବ ସେଇ କେମିତି ଗଲା ଘରକୁ ଜଣେ ଲୋକ ଆସିନାହାନ୍ତି ଜଣାଉଛୁ ଆମ ଝିଅ ପ୍ରତି ଯୋଉ ଅନ୍ୟାୟ ହେଇଛି ସେମାନଙ୍କୁ କଠୋର ଶାସ୍ତି ଦିଆଯାଉ ଆଉ ଆମ ଝିଅର ଜୀବନ ଯେମିତି ନେଇଛନ୍ତି ଆମେ ଚାହୁଁଛୁ ଆଜୀବନ ସେମାନେ କାରାଦଣ୍ଡ ପାଆନ୍ତୁ ଆମର ବିଶ୍ୱାସ ଅଛି ପ୍ରଶାସନ ଉପରେ ଆମକୁ ଉଚିତ ନ୍ୟାୟ ଦେବ ଆମେ ବି ମିଡିଆ ମାଧ୍ୟମରେ ଏତିକି ଅନୁରୋଧ କରି କହୁଛୁ ଏସପି ସାହେବ ଆପଣଙ୍କୁ ଆମକୁ ନ୍ୟାୟ ଦିଅନ୍ତୁ ଆମ ଝିଅର ଜୀବନ ଯେପରି ସେ ନେଇଛନ୍ତି ଆପଣ ସେଇଭଳି ଆପଣ ତାଙ୍କୁ କଠୋର ଦଣ୍ଡ ଦିଅନ୍ତୁ ଏତିକି ଆମେ ଆପଣଙ୍କ ମାଧ୍ୟମରେ ମିଡିଆ ମାଧ୍ୟମରେ କହୁଛୁ ଝିଅର ମାଉସୀ ତା ନମିତା ସାହୁ ଝିଅର ଲଭ୍ ମ୍ୟାରେଜ ଏଠି ହେଇଥିଲା ଝିଅ 6 ମାସ ହେଲା ବାହାଘର ପରେ ସେ ବହୁତ ମାନସିକ ଯନ୍ତ୍ରଣା ଦଉଛି ସେ ଘରେ କିଛି ଜଣାଇନି ବାହାଘର ପରେ 1.5 ମାସ ହେଲା ବାପ ଘରକୁ ଯାଇଥିଲା ତାପରେ ଇଏ ସାବିତ୍ରୀ ଲୋଭ ଦେଖି ଝିଅକୁ ଏଠିକି ନେଇକି ଆସିଲେ ଝିଅକୁ ଆଣିଲା ପରେ ତାକୁ ଏମିତି ଯନ୍ତ୍ରଣା ଦେଖି ଏ ଜିନିଷ ଆଣିଲୁନି ସେ ଜିନିଷ ଆଣିଲୁନି ଏମିତି ତାକୁ କହିକିରି ମାରୁଛନ୍ତି ଝିଅ ପୁଣି କୋଉ ଏଜୁକେଟେଡ୍ ନା ସେ MA BD ତାପରେ ସିଏ ବି ପରୀକ୍ଷା ଦେଇ ଚାକିରି ବାକିରି କରିଥାନ୍ତା ସେ ଗୋଟେ ବହୁତ ଦୁଃଖ କଷ୍ଟରେ ସେ ପାଠ ପଢିଥିଲା ସେ ଏତେ ଦୁଃଖ କଷ୍ଟ ସହିବା ପରେ ଜଣେ କଣ ଇଏ ଗୋଟାଏ ପଦରେ ହଉଛି ଜୀବନଟା ହାରି ଦେଇପାରିବ କି ତାକୁ କଣ ସେମିତି ମାନସିକ ଯନ୍ତ୍ରଣା ହବା ପରେ ସେତେ କଷ୍ଟ ଇଏକୁ ନେଇଛି ନା ଆଉ ତାପରେ ଆମେ ଚାହୁଁଛୁ ନିର୍ଭୟା ନ୍ୟାୟ ଯୋଉ ମା ବାପା ତା ଝିଅକୁ ହରେଇଲେ ତା ମା ବାପାକୁ ଠିକ ଉଚିତ ନ୍ୟାୟ ଦିଆ ହଉ ଏତିକି ଆମର ଦରକାର ହେଲା କଣ ହେଇଛି ଘଟଣା ଆଜି ଝିଅର ଯାଇଥିଲା ସେ ଘରକୁ କହିଲେ ସାବିତ୍ରୀ କରିବା ଆସିବ ମୁଁ କହିଲି ଯେ ଆମେ କଣ ସବୁ ସାବିତ୍ରୀ ଘରେ କରୁଥିଲୁ ଆଇଛି କଣ ଯିବ ନା ସମସ୍ତେ କହୁଛନ୍ତି ସମସ୍ତେ ମୋ ଭାଇ ଆମେ ଆଉ ନୂଆ ସାବିତ୍ରୀ ଘରେ ହବ ମୁଁ କହିଲି କଣ ସାବିତ୍ରୀ କଣ ଇଠେଇ ହବନି ଘରେ ହବ ଝିଅ କହିଲା ଆଉ ଶାଶୁ ଯଦି କହୁଛି ମୁଁ ଯିବି ସେଠୁ ଆଇଲି ରଜକୁ ଛାଡିଲି 9 ଦିନ ହେଇଛି କଣ ତାଙ୍କର କହିଲେ ଯୋଉ ପରଦିନ ରାତିରେ ସିଏ ବରା ଛାଣିଛି ଖାଇବାକୁ ଦେଇଛି ଶ୍ୱଶୁରକୁ ଶାଶୁକୁ ଦେଲା ତା ଦେହଟା ଭଲ ନାହିଁ ସେ କହିଲା ତୁ ଖାଉନୁ ମୁଁ ଖାଇବି ଇଏ କହିଲା ମୋ ଦେହ ଭଲ ଇଏ କଣ ଗୁଲକଣ୍ଡି ଗୋଳେଇକି ଦେଲା ସିଏ ଆଉ ପିଇଲାନି ଦେହଟା ଭଲ ହଉନି ପିଉନି ଯେତେବେଳେ ଖାଇବାକୁ ଡାକିଲା ନା ମୁଁ ଖାଇବିନି ମୁଁ ତ ଡାକିଲି ତୁ ଖାଉନୁ ତୁ କାହିଁ ଖାଇବି ନା ତୋ ବାପା କେମିତିଆ ପାଠ ପଢେଇଛି ତୋ ବାପାକୁ ଡାକି ତା ମୁଣ୍ଡ ଗୋଟେ ଧରିଲା ମୋ ବାପାକୁ ଡାକିବା ମୋ ପାଠ ପଢିବାରେ କଣ ଆଧାର ଆବଶ୍ୟକ ମୋ ବାପା ଆଉ କାହିଁ ଡାକିଲେ ବାପା ବି ଆଗ ଘରକୁ 6 ମାସ ହେଲା ଦିନେ ପାଦ ପକେଇନି କହିଲା ମୋ ଝିଅ ଖାଇନି ମୁଁ ଉପାସ ଝିଅ ମୋର ରହିବ ମୁଁ ଟିକେ ଖାଇବି ଆଇଲେ ଆସିବା ଭିତରେ ଶାଶୁ ଶ୍ୱଶୁର କମ୍ପ୍ଲେନ କଲେ ସବୁ ମିଛ କଥା ଆମକୁ ଏଇଆ କରୁଛି ସେ ଏଇଆ କରୁଛି ତେଣୁ ସବୁ ଶ୍ୱଶୁର ସବା କଥା କହିବା ଭିତରେ ମାନେ ଏଇଟା ଦେଇନାହାନ୍ତି ସେଇଟା ଦେଇନାହାନ୍ତି ସବୁ କହିବା ଭିତରେ ଝୁଅ ଶୁଣି ସାରିଲା ବାପା ମା ଆମେ ବହିଛୁ ତା ଆତ୍ମାକୁ ବାଧିଛୁ ଶ୍ୱଶୁର ମୋର ଯୋଉଠୁ କହିଲା ତମେ ଆଡେ କହିବ ମତେ ଘରେ କିଛି କହିବନି ଆଡେ କହିବ ମୋ ଘର ଖାଲି ହେଲା ମାନେ କଣ ଆମେ ସୋଫା ଦେଇନୁ ଆଉ ଅନ୍ୟାନ୍ୟ ଜିନିଷ ଦେଇନୁ କହିଲା ଯେମିତି କହିଲା ମୁଁ କହିଲି ମା ଚାଲେ ମୋ ସାଙ୍ଗରେ ଯିବୁ ନା ମୁଁ କାଲି ସମ୍ପର୍କ ତୁଟେ ବିଠେଇ ଯିବି ସମ୍ପର୍କ ତା ବାପା ମୁଣ୍ଡରେ ହେଇଛି ତା ଝିଅକୁ ସେ ଏତେ ଭଲ ପାଏ ବାପା ଜୀବନ କାଲି ଚାଲି ଯାଇଥାନ୍ତା ମୁଁ ମୁନୁକୁ ଜୁଆଇ କେତିକି ଫୋନ କଲି ବୋଲି ବାପା ଟିକେ ସୋନିକି ଆଣିକି ଆଇଲେ ବାଧ୍ୟ ଏମିତି ଖାଲି କହିବ ସୋନିରେ ସବୁ ଭଲ ଘରେ ଭଲ ଏତିକି କହିଦେଲେ ସେ ତା ବା ଭଲ ହେଇଯିବ ଝିଅକୁ ଦେବେ ନହେଲେ ମୁଁ ସେ ଅଫିସରକୁ ମାରିବି ନହେଲେ ମୁଁ ମରିବି ଶାଶୁ ଫୋନ କଲା ମୋ ଶାଶୁ ଆଇଛନ୍ତି ନାତୁଣୀକି ଦେଖିବା ପାଇଁ କବାଟ ଦିଆହେଇଛି ଘରେ ସେଇଠୁ ବସିଛନ୍ତି ସେଇଠୁ ମତେ ତା ଶାଶୁ ଫୋନ କଲେ କହିଲେ ସମୁଦିନ ଆଇଲେ ମୁଁ କାହିଁ ଯିବି ନା ସେ କବାଟ ଖୋଲି ମୁଁ କବାଟ ଯଦି ଖୋଲିନି ବାଡେଇ ଭାଙ୍ଗି ଦଉନା ଏତିକି କହିଛି ତାଙ୍କର କଣ କବାଟ ଖୋଲିଲେ କଣ କଲେ ମୋ ଶାଶୁ ବି ଅଛନ୍ତି ଏଠି ଝିଅ ନା ସୋନାଲି ସୁଚିସ୍ମିତା ମାହାନ୍ତି ଘର ଗଡ଼କୁଜଙ୍ଗ ପଞ୍ଚାୟତ ଗଡ଼କୁଜଙ୍ଗ ବାପା ନା ବାବୁଲି ମାହାନ୍ତି ମା ନା ଅମିତା ମାହାନ୍ତି ଝିଅ 6 ମାସ ହେଲା ବିବାହ ହେଇଥିଲା ବିବାହ ହେଇକି 8 ଦିନ ତାଙ୍କ ଘରେ ରହିଛି କି ନାହିଁ ଯୌତୁକ ନିର୍ଯାତନା ଆରମ୍ଭ ହେଇଗଲା କାହିଁକି ତୁ ଫ୍ରିଜ୍ ଆଣିନୁ କାହିଁ ୱାସିଂ ମେସିନ୍ ଆଣିନୁ ଗାଇନି କାହିଁ ଆଣିନୁ ତୋ ବାପା କାହିଁ ଏତେ ଘରେ ସୁନା ଦେଲାନି ମାନେ ଦୁନିଆ ଝଗଡ଼ା ହେଇଥିଲା ଝଗଡ଼ା ହେବା ପରେ ତା ବାପା ବୋଉ ଏଠିକି ଆସିଥିଲେ ହଁ ଭଲ ପାଇଁ ବିବାହ ହେଇଥିଲା ଯେମିତି ଆମର ରାହାମା ମଣ୍ଡପରେ ବିବାହର ତାର ହେଇଥିଲା
सेमती आमर जाली जौतुक दिए बापा बिल बिकी 18 लाख टंका नेट कैश भी दिखाई जहाँ जौतुक दवा कथा आम प्रत्येक जिनस भी दिखाई टीवी फ्रिज गडरेज वाशिंग मेसीन पुओ को 2टा चेन दिखाई आमर बंधु बांधव मिसे 10-15टा मुदी भी बंधई झील को भी अनेक सुना जिनस दिखाई तथापि से सन्तुष्ट नुह कहीं तो बापा या देलानी से देलानी डेली सागर काली 3 दिन है झगड़ा होता काली परदिन राति बापा बो को डाकी कहले जे तुम झुओ या सब कर तुम जो बाहर कर खाली फटोटा कान धराटा देच बापा बो कहले देख आम तो प्रत्येक जिनस देचु जदि डाइनिंगटा आम देनी कि सोफा सेटा देनु आम गोटे सप्ताह आमको समय दिए आम देनु या कही बुझासुझा कर आम झील को किसी तुम कह सब तुम पूरण कर झील को माने पाटितुंड कर जुआई जे सी कौन कर पारादीप पलि जाए तो मारियार प्लानिंग थिला जुआई खसिक आगे जाए मारिकी खट तले पुरई मो भौनी जुआई घरे छला हूँ मो भौणी शाशु जो सन्ध्या आसला कहला सोनी कहीं एपर्यंत शोची टे डाक ना से शोची उठबनी कहीं तक तुम डाक ना कबाटा कबाट दिखाई भीतर पटू ना बाहर पटू दिखाई ना से कबाट आउजाई से जी कहला जब शोची तुम कबाटा खोलु ना आ कबाट खोलिले मो देईर पुतुरा किसी समय पर आसी पहुंचला कहला कबाट खोल ना आम बाड़े भांगू ना आमर साड़ुआ कबाट तुम कौन भांग ये कहले जदि न भांग ताहे कबाट खोल कबाट पेली देला खोली गला देखला झील आमर से तले शोची किसी ना आपण भी निजे जातु से घरे जाकि इनक्वारी करतु फटो सीधा ध्यान रही ध्यान जो लेवल रही बहुत टर्चर कला बाहागर कलु बाहागर मंडप कर सब जानी जौतुक देला माने शारीरिक मानसिक सब जंत्रणा 6 मास सब प्रकार जंत्रणा देपर पुणी झील जाइला घर को आनी सावित्री ओषा कर 9 दिन है घर आसी 4 दिन है खाया देना उपवास रखी कल स्वामी शाशु नणद समस्ते मिसी ससुर समस्ते मिसिकी मारिक खट तले पुरई मोर बुढ़ी माँ 80 वर्षर बुढ़ी माँ सी आज कपट जो बाड़ाई जमा खोल कहला आम साड़ुआ कपट भंगा जीवनी पुओ कौटी बुलिया जाइला स्त्री 4 दिन उपवास अच्छी घरे खाईनी पीनी पाटी मुंड होती स्वामी जाऊँ बुलिया बुलिया आसिक